हेलो हाय नमस्कार भाग्य गाइड चैनल को स्वागत करुची मु सुनीता आपण माने सब केमती अछंती नेगेटिव कहबेनी आइदर भलो नहले बहुत बड़े आपण अछंती सेते ही कहबे जानचंती तो नेगेटिव कहबा द्वारा हमर एनर्जी मध्ये नेगेटिव ही जाय जोटा पॉजिटिव होबर थाए सेटा ऊपर मध्ये अफेक्ट पकाए तो बुझी पारुथिबे आपण ठीक अछि प्रोसेस जणा अछि फाइल 1 फाइल 2 फाइल 3 ए तीनोटी फाइल मध्ये आपण गोटे फाइल सिलेक्ट करंतु जेउ भी फाइल आपण को मन को अट्रैक्ट कला जेउ भी नंबर अट्रैक्ट कला सेही नंबर रो वीडियो आपण देखि दियंतु स्किप करी करी गले फाइल 1 तापर फाइल 2 तापर फाइल 3 नंबर भाबी नेले चलंतु देखि नबा एबे आजिर रीडिंग चलंतु देखि नबा एबे फाइल 1 रो रीडिंग फर्स्ट तो एनर्जी आपणकर पॉजिटिव और नेगेटिव मिक्स हेके अछि आउ एथिरो आपण जानि परबे जे यूनिवर्स तरफ गाइडेंस आपणको पई कोन आसीची आउ आपण को दिगरे बेटर फील करि पारुछंती आउ आपणकर फ्यूचर कोन हबार पॉसिबिलिटी रहिची तो स्टार्ट करि दबा एबे फर्स्ट कार्ड आपणकर आसी एस ऑफ कप्स जोटा कि शो करूची आपणक लाइफ रे किछि नुवा आरंभ होबाकू जाउची लव लाइफ बढ़िया कटिबो आपणको खुशी मिलिबो समस्त सपोर्ट भी आपणको मिलिबो आपण बहुत पॉजिटिव फील करिवे निज ऊपर विश्वास थिबा मध्ये आपण फील करि परिबे किछि नुवा रिलेशनशिप आपणको लाइफ रे स्टार्ट हेई पारे आउ किछि गुड न्यूज भी मध्ये मिलिबो जो माने आपण अनमैरिड अछंती तांको पई होउची जे तांकर लव लाइफ स्टार्ट हेई पारे से माने नुवा लोकंको सहित मीट भी करि पारंती जदि आपण कोनसे रिलेशनशिप रे अछंती ताले तांकर होउची पुराना जा डिस्टर्बेंस चलीथिला ସେଇଟା ଏଣ୍ଡ ହବାରେ ଅଛି ପୁଣି ଥରେ ତାଙ୍କ ଲାଇଫରେ ଲଭ୍ ହାପିନେସ୍ ସେମ୍ ଚାର୍ମ ଫେରି ଆସିବ ରିଲେସନସିପ ରେ କିଛି ଦେଖଉଛି ଯେ ଏନଗେଜମେଣ୍ଟ କାହାର ହେଇପାରେ ନିୟର ଫ୍ୟୁଚରରେ ମ୍ୟାରେଜ ବେବି ସାୱାର ବା ବେବି ରିଲେଟେଡ ଆପଣଙ୍କୁ କିଛି ମଧ୍ୟ ଗୁଡ ନ୍ୟୁଜ ମିଳିବାର ଚାନ୍ସେସ୍ ଅଛି ଏସବୁ କହୁଛି ଯଦି ଆମେ କ୍ୟାରିୟର ଦିଗରେ ଦେଖିବା ତାହେଲେ ଆପଣଙ୍କୁ କିଛି ଚାକିରି ରିଲେଟେଡ କିଛି ସୁଯୋଗ ମିଳିପାରେ ଯଦି ଆପଣ ଗୋଟେ ଜାଗାରେ ଅଛନ୍ତି ତାହେଲେ ଦେଖିବେ ଆପଣ ତାଠାରୁ ବେଟର ଫିଲ୍ କରୁଛନ୍ତି ପ୍ରମୋସନ ର ବି ଚାନ୍ସେସ୍ ରହୁଛି ନିଜ କାମରେ ଆପଣଙ୍କର ହାପିନେସ୍ ମିଳିବ ଯଦି ଆପଣ ବହୁତ ଟାୟାର୍ଡ ଫିଲ୍ କରୁଥିଲେ ବହୁତ ପ୍ରେସରାଇଜ ଫିଲ୍ କରୁଥିଲେ ଏବେ ତାହା ଧୀରେ ଧୀରେ କମ ହବାର ଶୋ କରୁଛି ଫାଇନାନ୍ସିଆଲ ଦିଗରୁ ଦେଖିବାକୁ ଗଲେ ଆପଣଙ୍କୁ କିଛି ଗୁଡ ନ୍ୟୁଜ ମିଳିପାରେ କିଛି ଯଦି ଆପଣ ଲୋନ ପାଇଁ ଆପ୍ଲାଏ କରୁଛନ୍ତି ସେ ଲୋନ ବି ଆପ୍ରୁଭ ହେଇପାରେ ଆପଣଙ୍କର ଯଦି ହେଲ୍ଥ ରିଲେଟେଡ ଆପଣଙ୍କର କିଛି ଇସ୍ୟୁ ଅଛି ତାହେଲେ ସେଥିରେ ଆପଣଙ୍କର ସୁଧାର ଆସିବ ବଡିରେ ଆପଣ ନୂଆ ପଜିଟିଭ ଏନର୍ଜି ଫିଲ୍ କରିପାରିବେ ଆଉ ଯଦି ଆପଣ ବେବି ପ୍ଲାନିଂ ପାଇଁ ଟ୍ରାଏ କରୁଛନ୍ତି ସେଇଟା ବି ମଧ୍ୟ ଶୋ କରୁଛି ସ୍ପିରିଚୁଆଲିଟି ଦିଗରେ ଆପଣ ଯଦି ଦେଖିବେ ତାହେଲେ ଆପଣଙ୍କୁ ୟୁନିଭର୍ସ ଭଲ ପାଇବା ମିଳିବ ଆପଣଙ୍କୁ ଗୋଟେ ପଜିଟିଭ ଭିତରୁ ଫିଲ୍ ହବ ପଜିଟିଭନେସ୍ ଫିଲ୍ କରିବେ ଆଉ ଆପଣ ଆଧ୍ୟାତ୍ମିକ ଦିଗରେ ଏବେ ଆଗକୁ ବଢିବାରେ ମଧ୍ୟ ଶୋ କରୁଛି ଟୁ ଅଫ ସୋର୍ସ ଶୋ କରୁଛି କି ଆପଣ ଏଇ ଯୋଉ କଠିନ ପରିଶ୍ରମ ବା ହାର୍ଡ ଟାଇମ ଭିତରେ ଗତି କରୁଛନ୍ତି ଆପଣଙ୍କୁ କାହାର ସପୋର୍ଟ ମିଳିପାରେ କେହି ଜଣ ଏମିତି ପର୍ସନ ଥିବେ ଯାହା ଉପରେ ଆପଣ ଭରସା ମଧ୍ୟ କରିପାରିବେ କିଛି ଆପଣଙ୍କୁ ଗୁରୁତ୍ୱପୂର୍ଣ୍ଣ ଡିସିସନ ବା ବୁଦ୍ଧିର ସହିତ ଆପଣଙ୍କୁ ନବାକୁ ପଡିବ କିନ୍ତୁ କେଉଁ ଦିଗକୁ ଆପଣ ଯିବାଟା ଠିକ ରହିବ ସେଥିପାଇଁ ଆପଣଙ୍କୁ କ୍ଲିୟର କଟ ରାସ୍ତା ଦେଖାଯିବନି ଆପଣ କନଫ୍ୟୁଜିଂ ଷ୍ଟେଟରେ ରହିବେ କନଫ୍ୟୁଜନ ରହିବେ ଆପଣ ଦିଟା ଜିନିଷ ଭିତରେ ବାଲାନ୍ସ ରଖିବାକୁ ଚେଷ୍ଟା କରିପାରିବେ କିନ୍ତୁ ଆପଣଙ୍କ ଭିତରେ ଦେଖାଯାଉଛି କାହା ସହିତ ବାଦ ବିବାଦ ହେଇପାରେ କାହା ସହିତ ଆପଣଙ୍କର କଥାବାର୍ତ୍ତାରେ ମଧ୍ୟ ଖାପ ଖାଇବନି ଡିଷ୍ଟରବାନ୍ସେସ ର ମଧ୍ୟ ଶୋ କରୁଛି ତ ଏଇଟାକୁ ଆପଣ ଟିକେ ଯଦି ପଜିଟିଭରେ ନେବେ ତାହେଲେ ଆପଣଙ୍କ ଗାଇଡେନ୍ସ ଆସିଗଲା କି କାହା ସହିତ ଡିଷ୍ଟରବାନ୍ସ ହବାର ଅଛି କାହା ସହିତ କନଫ୍ଲିକ୍ଟ ହବାର ଅଛି କାହା ସହିତ ବିବାଦରେ ପଢିବାକୁ ଯାଉଛନ୍ତି ତ ଆପଣ ସେଇ ଦିଗରେ ଟିକେ ଚୁପ୍ ରହିଯିବେ ଯଦି ଆପଣଙ୍କୁ ଲାଗୁଛି ନାଇଁ ମୁଁ ଯଦି ଏଇ କଥାଟା କହିବି ତାହେଲେ ଡିଷ୍ଟରବାନ୍ସ ହବ କି କାହା ସହିତ ଆର୍ଗୁମେଣ୍ଟ ହବ ତାହେଲେ ଆପଣ ଟିକେ ଚୁପ୍ ରହିଯାଆନ୍ତୁ ସେଭେନ ଅଫ ସୋର୍ସ ର କାର୍ଡ ଶୋ କରୁଛି ଆପଣଙ୍କ ଚାରିପଟରେ ଏନିମି ଅଛନ୍ତି ଶତ୍ରୁ ଆପଣଙ୍କ ପାଇଁ ପୁରା ଲାଗି ପଡିଛନ୍ତି ଆପଣ ଯେତେ ପଜିଟିଭ ରହିବାକୁ ଚାହିଁଲେ ଯେତେ ଠିକ ରାସ୍ତାକୁ ଗଲେ ମଧ୍ୟ ଆପଣଙ୍କର ଏନିମି ଅଛନ୍ତି ଶତ୍ରୁ ଆପଣଙ୍କ ପାଇଁ
ଅଛନ୍ତି। ତ ଗାଇଡାନ୍ସ ଏଇଟା ଆସିଛି ଯେ ଯଦି ଆପଣ ଆପଣଙ୍କର ଯୋଉ ଶତ୍ରୁଙ୍କ ସହିତ ବା ଯିଏ ଆପଣଙ୍କୁ ବିରୋଧ କରୁଛନ୍ତି ତାଙ୍କ ସହିତ ଯଦି ଆପଣ ଫେସ୍ ଟୁ ଫେସ୍ କିଛି ଆର୍ଗୁମେଣ୍ଟ କରିବେ ତାହେଲେ ସେଇଟା ଆପଣଙ୍କୁ ପଜିଟିଭ ରେଜଲ୍ଟ ଦବନି। କାରଣ ସେମାନେ ଆପଣ ଯେତିକି ଭାବୁଛନ୍ତି ସେମାନେ ତାଠାରୁ ବି ପାୱାରଫୁଲ। ଆପଣ ଗୋଟେ ଷ୍ଟେପ ଗଲେ ସିଏ ଆହୁରି 3-4ଟା ଷ୍ଟେପ ଆଗକୁ ଯାଇପାରନ୍ତି। ଆପଣ ଯଦି ଆପଣଙ୍କ ଶତ୍ରୁକୁ ପରାସ୍ତ କରିବାକୁ ଚାହୁଁଛନ୍ତି ତାହେଲେ ନିଜର ଇଣ୍ଟେଲିଜେନ୍ସ ବଳରେ ଆଉ ଚତୁରତା ବଳରେ ହିଁ ତାଙ୍କୁ ତାଙ୍କ ଠାରୁ ବଞ୍ଚିବାକୁ ପଡିବ, ତାଙ୍କୁ ହରେଇବାକୁ ପଡିବ। ଆପଣଙ୍କ ଯୋଉ ପ୍ରୟାସ ହଉଛି ସେଇଟା ଆପଣ ନିଷ୍ଠାର ସହିତ କରୁନାହାନ୍ତି। ଆପଣଙ୍କୁ ଯୋଉଟା କରିବାର ଅଛି ସେଥିରେ ଆପଣ 100% ଦଉନାହାନ୍ତି ବୋଲି ଏଇଟା ବି ମଧ୍ୟ କାର୍ଡରେ ଶୋ କରୁଛି। ତ ଆପଣ ଯାହା ପାଇଁ ଡେଡିକେଟେଡ, ଯୋଉଟା ଆପଣଙ୍କର ଲକ୍ଷ୍ୟ, ଯଦି ସେଥିରେ ଆପଣ 100% ଦଉନାହାନ୍ତି, କୌଣସି କାରଣରୁ ପଛରେ ରହିଯାଇଛନ୍ତି, ତ ସେଥିପ୍ରତି ଧ୍ୟାନ ଦିଅନ୍ତୁ ଆଉ ଫୋକସ କରନ୍ତୁ, 100% ଏଫର୍ଟସ ଦିଅନ୍ତୁ ଆପଣ। ବଟମ ଅଫ ଡେକ୍ 3 ଅଫ ପେଣ୍ଟାକଲ୍ସ ଶୋ କରୁଛି। ଆପଣ ନିଜର ଯୋଉ କ୍ରିଏଟିଭିଟି ସ୍କିଲକୁ ବ୍ୟବହାର କରିକି କିଛି ଆପଣଙ୍କୁ ଲାଭ ମିଳିପାରେ, କିଛି ସଫଳତାର ଷ୍ଟେଜରେ ଆପଣ ଯାଇପାରନ୍ତି। ଆପଣଙ୍କୁ କିଛି ବଡ ସଫଳତା ମିଳିବ। ନିଜର ଯିଏ ଫ୍ରେଣ୍ଡ ହୁଅନ୍ତୁ ବା ଯେତେ ଜଣ ଆପଣଙ୍କୁ ଅପୋଜ କରୁଛନ୍ତି, ଆପଣଙ୍କ ବିରୋଧୀ ହୁଅନ୍ତୁ, ଆପଣ ଆଗକୁ ବଢିବେ। ଆପଣଙ୍କ ସକ୍ସେସ ଦେଖିକି ଲୋକ ଜଳିବା ଆରମ୍ଭ କରିପାରନ୍ତି। ଆପଣ ସେଇଟା ଫିଲ୍ ବି କରୁଥିବେ କି ଆପଣଙ୍କୁ ଦେଖିଲେ ଲୋକ ଜେଲସି ଫିଲ୍ କରୁଛନ୍ତି। ଆଉ ଏଇଟା ଦେଖଉଛି ଯେ ଆପଣଙ୍କ ନୂଆ ଘର ଆପଣ ଚେଞ୍ଜ କରିପାରନ୍ତି ବା ଗୋଟେ ଜାଗାରୁ ଅନ୍ୟ ଜାଗାକୁ ସ୍ଥାନାନ୍ତରିତ ମଧ୍ୟ ଆପଣ ହେଇପାରନ୍ତି। ଯେହେତୁ ଏଇଟା ସ୍ପେଶାଲ ରିଡିଂ ଥିଲା ତାହେଲେ ମୁଁ ଆପଣଙ୍କ ପାଇଁ ଆହୁରି 3ଟା କାର୍ଡ ଏକ୍ସଟ୍ରା ଆଣିଛି, ଯୋଉଟା କି ଆପଣଙ୍କର ଆସୁଛି ଆଇ ଲିସନ୍ ଟୁ ମାଇ wisdom। ଜ୍ଞାନ ଶିଖି ହବ କିନ୍ତୁ ନିଜର ଯୋଉ ପ୍ରକୃତ ଜ୍ଞାନଟା ସେଇଟା ନିଜର ଅନ୍ତରାତ୍ମା ସହିତ କନେକ୍ଟ କଲେ ଆପଣ ଜାଣିପାରିବେ। ଯଦି କଣ ହଉଛି କଣ ନାହିଁ କିଛି ବୁଝି ପାରୁନାହାନ୍ତି ତାହେଲେ ନିଜ ମନକୁ ଶାନ୍ତ କରନ୍ତୁ ଆଉ ନିଜର ଆତ୍ମାର କଥା ଶୁଣନ୍ତୁ। ଆପଣଙ୍କର ଇଣ୍ଟୁଇସନ ଉପରେ ଭରସା କରନ୍ତୁ ଆଉ ଆପଣ ଦେଖିବେ ସଠିକ ଡିସିସନ ମଧ୍ୟ ନେଇପାରିବେ ଆପଣଙ୍କ ଲାଇଫରେ। ଇନୋସେନ୍ସ ର କାର୍ଡ ଆସିଛି, ପିକ୍ଚର ଦେଖିଲେ ଆପଣ ଜାଣିପାରୁଥିବେ। ଶାନ୍ତ ସରଳ ସ୍ୱଭାବର ହେଲେ ମଧ୍ୟ ଆପଣ ସବୁବେଳେ ଟ୍ରାଏ କରନ୍ତୁ କି ଆପଣ ଇନୋସେନ୍ସ ର କେହି ଫାଇଦା ଯେମିତି ନ ଉଠେଇ ପାରନ୍ତୁ। ଅତୀତର କିଛି ଯଦି ଆପଣଙ୍କର ଭାର ଅଛି ଯୋଉଟା କି ଆପଣଙ୍କୁ ହେଭି ଫିଲ୍ କରୁଛି ବା କୌଣସି ପ୍ରକାର ଆପଣ ଡରିକି ଅଛନ୍ତି ତାହେଲେ ସେ ଭୟ ମଧ୍ୟ ଛାଡି ଦିଅନ୍ତୁ। ଆପଣ ସରଳ ଓ ସତ୍ୟ ସହିତ ନିଜ ଜୀବନକୁ ଗ୍ରହଣ କରନ୍ତୁ। ଆପଣଙ୍କ ଇଣ୍ଟୁଇସନ ଆପଣଙ୍କୁ ଠିକ ରାସ୍ତା ଦେଖେଇ ଦବ। ଆଉ ଟ୍ରାଏ କରନ୍ତୁ, ଇନୋସେଣ୍ଟ ଠିକ ଅଛି କିଛି ମାତ୍ରାରେ, କିନ୍ତୁ ଲୋକ ଯେମିତି ଆପଣଙ୍କର ଫାଇଦା ନ ଉଠାନ୍ତୁ। ଠିକ ଅଛି। ବାବାଙ୍କ ତରଫରୁ କାର୍ଡ ଆସିଛି, କାହାକୁ ଜଜ କରନ୍ତୁନି। କଣ ହେଇଛି କଣ ନାହିଁ ଆପଣ ତା ଧୀରେ ଟାଇମ ୱେଷ୍ଟ କରନ୍ତୁନି। ଯିଏ ଯାହା କରିଛି ସେଇଟାକୁ ତା ବାଟରେ ଛାଡି ଦିଅନ୍ତୁ। କିଛି ବିଚାର କରିବା ପରିବର୍ତ୍ତେ ଆପଣ ଏଇଟା କରନ୍ତୁ, ନିଜ ମନକୁ ଆପଣ ଖୋଲା ରଖି ଦିଅନ୍ତୁ। କି ଯେମିତି ମୁଁ କାହାକୁ ଜଜ କରିବିନି, ଇଏ କାହିଁ କଣ ପାଇଁ ଏଠି ହସିଲା, ଇଏ କଣ ପାଇଁ ବସିଲା, ଇଏ କଣ ପାଇଁ ଉଠିଲା, ସେଇଟା ତାର ପ୍ରୋବ୍ଲେମ ନଟ ଆପଣଙ୍କର ପ୍ରୋବ୍ଲେମ ନୁହଁ। ତ ଆପଣ ସେଇ ସବୁକୁ ନେଇକି ନିଜ ବ୍ରେନ ହେଭି କରନ୍ତୁ ନାହିଁ। ଠିକ ଅଛି। ଏଇଟା ଥିଲା ପାଇଲ 1 ର ରିଡିଂ। ପସନ୍ଦ ଆସିଲେ ଲାଇକ୍ ସେୟାର ଆଉ ସବସ୍କ୍ରାଇବ କରିଦେବେ ଓ ପାଖରେ ଥିବା ବେଲ ଆଇକନ ଉପରେ କ୍ଲିକ କରିଦେବେ। ବାଏ, ଟେକ୍ କେୟାର। ଚାଲନ୍ତୁ ଦେଖିନେବା ଏବେ ପାଇଲ 2 ର ରିଡିଂ। ଫାର୍ଷ୍ଟ କାର୍ଡ ଆପଣଙ୍କର 10 ଅଫ ୱାଣ୍ଡସ ଆସିଛି। ଯୋଉ କାମ ପାଇଁ ଆପଣ ଏପର୍ଯ୍ୟନ୍ତ ଆସିଥିଲେ ସେ କାମ ଏବେ ଆପଣଙ୍କୁ ଡିଫିକଲ୍ଟ ଲାଗୁଛି। ଆପଣଙ୍କ ଉପରେ ବହୁତ ସାରା ସମସ୍ୟା ଅଛି, ପ୍ରେସର ମଧ୍ୟ ଅଛି ୱାର୍କ ପ୍ରେସର ର। ଆପଣ ସବୁ ରେସପନସିବିଲିଟି କି ଯେହେତୁ ନିଜେ ସମ୍ଭାଳୁଛନ୍ତି ସେଥିପାଇଁ ଆପଣ ଟେନସନରେ ମଧ୍ୟ ରହିପାରନ୍ତି, ବହୁତ ଟାୟାର୍ଡ ମଧ୍ୟ ଫିଲ୍ କରିପାରନ୍ତି। କାରଣ ସବୁ ଜିନିଷକୁ ଯଦି ଆମେ କହିବା ନାଇଁ ମୁଁ ଏକା ତାକୁ ସମ୍ଭାଳିକି ଆଗକୁ ନେଇପାରିବି ତାହେଲେ ଆପଣଙ୍କୁ ତ କଷ୍ଟ ହବ। ଆପଣ ନିଜର ଚିନ୍ତା କରୁନାହାନ୍ତି, ଯଦି ଆପଣ ନିଜର ଚିନ୍ତା କରିଥାନ୍ତେ ତାହେଲେ ଆପଣ ସବୁତକ ବର୍ଡନ ନିଜ କାନ୍ଧ ଉପରେ କେବେ ରଖିନଥାନ୍ତେ। ନିଜକୁ ଇମ୍ପୋର୍ଟାନ୍ସ ଦିଅନ୍ତୁ, ନିଜକୁ ପ୍ରାୟୋରିଟି ଦିଅନ୍ତୁ। ଆପଣ କୌଣସି ଜାଗାରେ ଯେମିତି ଲାଗୁଛି ଆପଣ ବନ୍ଧା ହେଇଯାଇଛନ୍ତି, ଆପଣଙ୍କର କିଛି ଫ୍ରିଡମ ନାହିଁ, ଆପଣଙ୍କର
କେବଳ ସମସ୍ତଙ୍କ ଦାୟିତ୍ୱ ବହନ କରିବା ହିଁ ଆପଣଙ୍କର ମେନ୍ ମୋଟିଭ ହେଇଯାଇଛି। ନିଜ କଥା ଚିନ୍ତା କରନ୍ତୁ, ନିଜକୁ ଦେଖନ୍ତୁ, ନିଜକୁ ପ୍ରାୟୋରିଟି ଦିଅନ୍ତୁ। ଲୋକମାନେ ଆପଣଙ୍କ ପରିଶ୍ରମ ସହଯୋଗ ଆପଣ ଏତେ କରୁଛନ୍ତି, କିନ୍ତୁ ଲୋକମାନେ ସେଇଟା ଲାଇଟଲି ନେଉଛନ୍ତି। ଆପଣଙ୍କର କଷ୍ଟ, ଆପଣଙ୍କର ଏଫର୍ଟ ସେମାନେ ଜାଣିପାରୁନାହାନ୍ତି। ଆପଣ ଯୋଉମାନଙ୍କ ପାଇଁ ଏତେ ଡେଡିକେଟେଡ ହେଇ ସବୁ କରୁଛନ୍ତି, ସେମାନେ ସବୁ ଲାଇଟଲି ନେଉଛନ୍ତି। ଏଇଟା ମୁଁ ଆପଣଙ୍କୁ ଡିମୋଟିଭେଟ କରିବାକୁ ଚାହୁଁନି, କିନ୍ତୁ ନିଜର କେୟାର ନିଅନ୍ତୁ। ହଁ, ଆମର ରେସପନ୍ସିବିଲିଟି ଅଛି, ଆମ ସମସ୍ତଙ୍କର ଦାୟିତ୍ୱ ନବା, ସମସ୍ତଙ୍କ ପାଇଁ ସବୁ କରିବା, କିନ୍ତୁ ନିଜକୁ ନେଗ୍ଲେକ୍ଟ କରିକି କେବେ ବି ନୁହେଁ। ଆପଣଙ୍କ ଲାଇଫରେ କିଛି ଚ୍ୟାଲେଞ୍ଜ ଆପଣ ଫେସ୍ କରିବେ ବା ଏବେ ମଧ୍ୟ କରୁଛନ୍ତି, ବହୁତ ହାର୍ଡୱାର୍କ କରୁଛନ୍ତି, ବହୁତ କଠିନ ପରିଶ୍ରମ କରୁଛନ୍ତି। ଯେତିକି ଆପଣଙ୍କର କ୍ଷମତା, ଆପଣ ତାଠାରୁ ଅଧିକ ଜିନିଷ ଆପଣଙ୍କ ଲାଇଫରେ ଆପଣ ନେଇଯାଉଛନ୍ତି। ଦେଖନ୍ତୁ, ଗୋଟେ ଏକ୍ସାମ୍ପଲ ନେବାକୁ ଚାହିଁଲେ, ସପୋଜ ମୋ ହାତରେ ମୁଁ 10ଟା ବଲ୍ କି 10ଟା ଫୁଲ ନେଇପାରିବି। ଯଦି ମୁଁ ସେଇଟା 20ଟା ନେବାକୁ ଚେଷ୍ଟା କରିବି, କଣ କିଛି ଜିନିଷ ବାଲାନ୍ସ ହେଇପାରିବନି, ମୋ ହାତରୁ ବି ଖସିଯିବ, ମତେ ବି ବହୁତ ଷ୍ଟ୍ରେସ୍ ଲାଗିବ କି କିଛି ଫୁଲ ତଳେ ନ ପଡୁ। ସେଇଟା ନା, ସେଇ ଟାଇପର ସିଚୁଏସନ ଭିତରେ ଏବେ ଆପଣ ଅଛନ୍ତି। ବୁଝିପାରୁଛନ୍ତି ତ? ଆପଣଙ୍କୁ ପେସେନ୍ସ ରଖିକି ଆଗକୁ ବଢିବାକୁ ହବ। ସକ୍ସେସ୍ ଆପଣଙ୍କ ଲାଇଫରେ ଅଛି। ଆପଣ ଯୋଉ ଟାୟାର୍ଡନେସ୍ ଫିଲ୍ ବି କରୁଥିଲେ, ସେଇଟା ମଧ୍ୟ ଚେଞ୍ଜ ହବାର ଅଛି, କିନ୍ତୁ ଆପଣଙ୍କୁ ପେସେନ୍ସର ସହିତ ଅପେକ୍ଷା କରିବାକୁ ପଡିବ। ଯେତିକି କରିଛନ୍ତି, ଏବେ ତ ପୁରା ମାନେ ଲାଷ୍ଟ ଷ୍ଟେଜ ହେଇଗଲାନି, ତାପରେ ଗୋଟେ ନୂଆ ସାଇକେଲ ଆପଣଙ୍କର ଷ୍ଟାର୍ଟ ହବ। ଏଇ ଟାୟାର୍ଡନେସରୁ ମଧ୍ୟ ଆପଣ ବାହାରିଯିବେ। ଆପଣଙ୍କୁ ହାପିନେସ୍ ମିଳିଲେ ମଧ୍ୟ କାମ ପ୍ରେସରରେ, ସବୁ ଜିନିଷ ଚକ୍କରରେ ଆପଣ ସେ ହାପିନେସ୍ ଫିଲ୍ କରିପାରିବେନି। ଆପଣଙ୍କ କାମରେ ଲେଟ୍ ହବ। ଯାହା ଚାହୁଁଛନ୍ତି ସେଇଟା ମଧ୍ୟ ବିଳମ୍ବରେ ମିଳିବାର ସୂଚନା ଦଉଛି। ଆପଣ ଫୁଲ ଫୋକସ ହେଇକି, ଫୁଲ ଡେଡିକେଟେଡ ହେଇକି ଆପଣଙ୍କ ନିଜର କାମ ବି କରୁନାହାନ୍ତି, 100% ଦଉନାହାନ୍ତି। ଯେହେତୁ ଷ୍ଟ୍ରେସ୍ ଅଛନ୍ତି, ଆପଣ କାମ କଲେ ବି ଆପଣଙ୍କ ଭିତରର କଷ୍ଟଟା ଆପଣ ଜାଣିପାରୁଛନ୍ତି। ଆପଣଙ୍କୁ କଷ୍ଟ ହଉଛି ବୋଲି ବି ମଧ୍ୟ ଆପଣ ଫିଲ୍ କରିପାରୁଛନ୍ତି, କିନ୍ତୁ ଆପଣଙ୍କ ପାଖରେ କିଛି ଅପସନ ନାହିଁ, କଣ କରିବେ କଣ ନାହିଁ। ତାହେଲେ କଣ କଣ ଗାଇଡାନ୍ସ ଆସିଛି, ଚାଲନ୍ତୁ ଦେଖି ନବା। ଯଦି ଆପଣ ରିଲେସନସିପରେ ଅଛନ୍ତି, ତାହେଲେ ଆପଣଙ୍କୁ ବର୍ଡନ ଫିଲ୍ ହଉଥିବ। ଆପଣଙ୍କ ଲାଇଫ ପାର୍ଟନର ଆପଣଙ୍କୁ ଏତିକି ଇମ୍ପୋର୍ଟାନ୍ସ ଦଉନଥିବ ଯେତିକି ଆପଣ ହାର୍ଡୱାର୍କ କରୁଛନ୍ତି। ସମ୍ପର୍କର ଯୋଉ ସମସ୍ତ ରେସପନ୍ସିବିଲିଟିକୁ ଆପଣ ଏକା ନଉଛନ୍ତି, ସେଇଟା ହିଁ ଲାଗିପାରେ। ସେଥିପ୍ରତି ମଧ୍ୟ ଧ୍ୟାନ ଦିଅନ୍ତୁ। ଯେହେତୁ ଆପଣ ଆଗକୁ ଆସିଛନ୍ତି, ତ ସବୁ ରେସପନ୍ସିବିଲିଟି ଆପଣଙ୍କ ଉପରେ ରହିଯାଇଛି। ମେ ବି ଆପଣଙ୍କ ଲାଇଫ ପାର୍ଟନର ମଧ୍ୟ ପଛଘୁଞ୍ଚା ଦେଇପାରନ୍ତି, ଯେହେତୁ ଆପଣ ସବୁ ହ୍ୟାଣ୍ଡେଲ କରିଦଉଛନ୍ତି। ସମ୍ପର୍କରେ ଯୋଉ ହାପିନେସ୍ ମିଳିବା କଥା, ଯୋଉ ଖୁସିଟା ମିଳିବା କଥା, ସେଇଟା ଏବେ ଆପଣଙ୍କ ଲାଇଫରେ ଧୀରେ ଧୀରେ କମି ଯାଇପାରେ। ଲଭ୍ ଲାଇଫ ଦେଖିବାକୁ ଗଲେ କେବଳ ଯେମିତି ରେସପନ୍ସିବିଲିଟି ନିଭାଇବାର ଥାଏ, ସେଇଟା ହେଇଯାଇଛି। ତ ସେଥିପ୍ରତି ବି ଆପଣ କାମ କରନ୍ତୁ, ଯେମିତି ପୂର୍ବ ପରି ଚାର୍ମ, ହାପିନେସ୍ ଆପଣଙ୍କ ରିଲେସନସିପକୁ ଫେରି ଆସିବ। ପ୍ରତ୍ୟେକ ଦିନ ଆମେ ରିଲେସନଟା ଚାଲୁ ରହିବ, ଦେଖିବାକୁ ମଧ୍ୟ ଆପଣଙ୍କୁ ବହୁତ ଏଫର୍ଟ ଦବାକୁ ପଡୁଛି। ଯଦି ଆପଣ ଅନମ୍ୟାରେଡ ଅଛନ୍ତି, ତାହେଲେ ଆପଣ ଯୋଉ ଲଭକୁ ନେଇକି ଯୋଉ ଏକ୍ସାଇଟମେଣ୍ଟଟା, ସେଇଟା ଆଉ ଏବେ ଫିଲ୍ କରି ନ ପାରନ୍ତି। ଅତ୍ୟଧିକ କାମ ପ୍ରେସର ଆଉ ଚାପ ଯୋଗୁ ଆପଣ ନୂଆ ବ୍ୟକ୍ତିଙ୍କୁ ମଧ୍ୟ ଭେଟିବାକୁ କି ତାଙ୍କ ସହିତ 2 ମିନିଟ କଥା ହବାକୁ ମଧ୍ୟ ଆପଣଙ୍କ ପାଖରେ ସେଇ ଜୋସ୍ ମଧ୍ୟ ନାହିଁ। ଲଭ୍ ଲାଇଫ ଚାହୁଁଛନ୍ତି, କିନ୍ତୁ ଯେହେତୁ ଆପଣ ଟାୟାର୍ଡନେସ୍ ଅଛନ୍ତି, ସେଥିପାଇଁ ଆପଣ ସେଇ ଯୋଉ ଆପଣଙ୍କର ହାର୍ଟ ଚକ୍ରାକୁ ଓପେନ କରିପାରୁନାହାନ୍ତି। ଯଦି ନିଜ ଲାଇଫରେ ଆପଣ ଲଭ୍ ଚାହୁଁଛନ୍ତି, ତାହେଲେ ଲଭ୍ ପାଇଁ ସମୟ ବାହାର କରିବା ଦରକାର। ଫାର୍ଷ୍ଟ ତ ଆପଣ କହିବାକୁ ଗଲେ ନିଜକୁ ଭଲ ପାଆନ୍ତୁ। କାର୍ଡରେ ନେଗେଟିଭ ଅଛି, ସେଥିପାଇଁ ଆପଣ କୋଉଠି ନା କୋଉଠି ଆପଣଙ୍କୁ ହିଁ ନେଗ୍ଲେକ୍ଟ କରୁଛନ୍ତି। ଆପଣ ସେଇ କଷ୍ଟ ଫିଲ୍ କରୁଛନ୍ତି, ସେଥିପାଇଁ ବ୍ଲକେଜ ଫିଲ୍ ହଉଛି। କ୍ୟାରିୟର ଦିଗରେ ଦେଖିବାକୁ ଗଲେ ଆପଣଙ୍କୁ ୱାର୍କଲୋଡ ବହୁତ ଅଛି। ନିଜ କ୍ଷମତା ଠାରୁ ଅଧିକ ପ୍ରେସର ଆପଣଙ୍କୁ ଦିଆଯାଉଛି କାମ କରିବା ପାଇଁ। କିନ୍ତୁ ବର୍ତ୍ତମାନ ଯେତିକି ଆପଣ ଟାୟାର୍ଡ ଫିଲ୍ କରୁଛନ୍ତି, ସେଇଟା ଯୋଉ କାମରେ ଯୋଉ ଏକ୍ସାଇଟମେଣ୍ଟଟା ଥିଲା, ସେଇଟା ଆପଣଙ୍କର କମି ଯାଇପାରେ। ଚାପ ତ ବହୁତ ଷ୍ଟ୍ରେସ୍ ଦେଖଉଛି ଆପଣଙ୍କ କାର୍ଡରେ, ଆପଣ ଏତେ ଷ୍ଟ୍ରେସ୍ ନିଅନ୍ତୁନି।
ନିଜେ ଯୋଉ ଫିଲ୍ଡରେ ଏବେ ଆପଣ ଅଛନ୍ତି ଯୋଉଠି ତାଙ୍କ ସହିତ ବି ଆପଣ କଥା ହେଇପାରନ୍ତି। ଅ ଆବଶ୍ୟକ ହେଲେ ଆପଣ ଅ ଅନ୍ୟର ହେଲ୍ପ ମଧ୍ୟ ନିଅନ୍ତୁ। ଫାଇନାନ୍ସିଆଲ ଦେଖିବାକୁ ଗଲେ ଆପଣଙ୍କର ଅ ଯେମିତିକି ଲୋନ ଏସବୁ ଅଧିକ ହେଇପାରେ। ଟଙ୍କା ରିଲେଟେଡ ଚିନ୍ତା ଆପଣଙ୍କୁ ମଧ୍ୟ ଆହୁରି ୱିକ୍ କରିଦେଇପାରେ। ନିଜର ଯେତିକି ଦରମା ମିଳୁଛି ବା ନିଜର ଯେତିକି ଷ୍ଟାଇପେଣ୍ଡ ହଉ କି କିଛି ବି ଆପଣଙ୍କୁ ମିଳୁଛି ସେଥିରେ ଆପଣ ନିଜର ଖର୍ଚ୍ଚ ମେଣ୍ଟିବା ମଧ୍ୟ ସମ୍ଭବକର ହେଇପାରୁନାହିଁ କାରଣ କଷ୍ଟ ଫିଲ୍ କରୁଛନ୍ତି ଆପଣ। ବର୍ତ୍ତମାନ ଆପଣ ବୁଝିପାରୁଛନ୍ତି ଯେ ଏଇ ଯୋଉ ଆର୍ଥିକ ଚିନ୍ତା ଆପଣ ଅଛି କିଛି ମତେ ପ୍ଲାନିଂ କରିବାକୁ ପଡିବ କିଛି ଆଗକୁ ବଢିବାକୁ ପଡିବ। ନିଜର ଯେତିକି ଇନକମ କରୁଛନ୍ତି ଯାହା ଆପଣ ଖର୍ଚ୍ଚ କରୁଛନ୍ତି ବା କିଛି ଲୋନ ଆଣିଛନ୍ତି ତାର ଭଲ ଭାବରେ ଆପଣ ହିସାବ କରନ୍ତୁ। ଆପଣଙ୍କୁ ଗୋଟେ ରାସ୍ତା ମିଳିଯିବ କେମିତି କଣ କରିବେ ଆବଶ୍ୟକ ହେଲେ କାହାର ହେଲ୍ପ ମଧ୍ୟ ଆପଣ ନେଇପାରନ୍ତି ତାଙ୍କୁ ସଜେସନ ନେଇପାରନ୍ତି କି ଏମିତି ଏମିତି ସିଚୁଏସନ ମୁଁ ଏବେ କଣ କରିବି। ତ ଯାହାକୁ ଆପଣ ଯାହା ଉପରେ ଟ୍ରଷ୍ଟ ଅଛି ତାଙ୍କ ସହିତ ଡିସକସନ ମଧ୍ୟ କରିପାରନ୍ତି। କିଛି ଲୋନ କ୍ଲିୟର ହବା ପାଇଁ ମଧ୍ୟ ଏଇଟା ଶୋ କରୁଛି। ଏଇ ସବୁ ଯୋଉ ଆପଣ ଫିଲ୍ କରୁଛନ୍ତି ଏଇଟା ଗୋଟେ ସର୍ଟନ ପିରିୟଡ ପାଇଁ କହିବାକୁ ଗଲେ ୟାର ଲାଷ୍ଟ ଷ୍ଟେଜ ଆପଣଙ୍କର ହେଇଗଲାଣି ତ ଆଉ ଗିଭ ଅପ୍ କରନ୍ତୁ ନାହିଁ। ଶୋ କରୁଛି ଯଦି ଆପଣ କିଛି ୱିକ୍ ଫିଲ୍ କରୁଛନ୍ତି ଦେହ ଖରାପ ଅଛି ତାହେଲେ ଡକ୍ଟର କୁ ଦେଖାନ୍ତୁ। ଫାଷ୍ଟ ନିଜ କଥା ଚିନ୍ତା କରନ୍ତୁ ନିଜର କେୟାର ନିଅନ୍ତୁ ଓ ନିଜର ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ଆପଣଙ୍କର ଯୋଉ ଷ୍ଟ୍ରେସ୍ ଦେଖଉଛି ସେଥିପ୍ରତି ଆପଣ ଆଧ୍ୟାତ୍ମିକ ଦିଗରୁ ମଧ୍ୟ ଦୂରେଇ ଯାଇପାରନ୍ତି। ଆପଣଙ୍କର ଲକ୍ଷ୍ୟ ମଧ୍ୟ ଭାଙ୍ଗି ଯାଇପାରେ ଯୋଉ ଫୋକସ ରେ ଯୋଉ ଡେଡିକେସନ ସହିତ ଆପଣ ପୂଜା ପାଠ କରୁଥିଲେ ସେଥିରେ ମଧ୍ୟ କମି ଆସିବାର ଚାନ୍ସ ଶୋ କରୁଛି। କିନ୍ତୁ ଆପଣ ଠିକ ରାସ୍ତାରେ ଯେହେତୁ ଯାଉଛନ୍ତି ଆଗକୁ ମଧ୍ୟ ବଢିବେ। ୟୁନିଭର୍ସ ଆପଣଙ୍କୁ ଗାଇଡାନ୍ସ ଦବ ୟୁନିଭର୍ସ ଆପଣଙ୍କୁ ଗୋଟେ ପଜିଟିଭ ରାସ୍ତାରେ ମଧ୍ୟ ନେଇଯିବ। ଫୋର ଅଫ ସୋର୍ସ ଶୋ କରୁଛି ଡିଫିକଲ୍ଟ ଟାଇମରେ ରହିଲେ ମଧ୍ୟ ଆପଣଙ୍କୁ ସେ ସମସ୍ୟା ଗୁଡାକୁ ଦୂରେଇ ଦବାକୁ ପାଇଁ ପଡିବ ଯେହେତୁ ଆପଣଙ୍କୁ ଏବେ ରେଷ୍ଟ ଦରକାର ଷ୍ଟ୍ରେସ ରୁ ବାହାରିବା ଦରକାର। ଆପଣ ରେଷ୍ଟ ନିଅନ୍ତୁ ନିଜର ଚିନ୍ତାଧାରା ମଧ୍ୟକୁ ଠିକ ଭାବରେ ରଖନ୍ତୁ ଅତ୍ୟଧିକ ଷ୍ଟ୍ରେସ ଫିଲ୍ କରନ୍ତୁ ନାହିଁ। ଏଇଟା ଗୋଟେ ଯେମିତି ଏତେ ଡିଫିକଲ୍ଟ ଟାଇମରେ ଆପଣଙ୍କୁ ଗୋଟେ ପିସଫୁଲ ଟାଇମ ଗୋଟେ ଶାନ୍ତ ସମୟର ମଧ୍ୟ ଶୋ କରୁଛି। ଯେଉଁ ସମୟରେ ଆପଣ ଆଗକୁ କଣ କରିବେ କେମିତି ପ୍ରିପାରେସନ କରିବେ ସେଇଟା ମଧ୍ୟ ଷ୍ଟେପ ନେଇପାରନ୍ତି। ହସ୍ପିଟାଲ ଭିଜିଟ ର କାର୍ଡରେ ଶୋ କରୁଛି ଆପଣ ହସ୍ପିଟାଲ ଯାଇପାରନ୍ତି। ନିଜର କିଛି ଇସ୍ୟୁ ନହେଲେ ମଧ୍ୟ କାହାକୁ ଦେଖିବାକୁ ଅ ମଧ୍ୟ ଯାଇପାରନ୍ତି ହସ୍ପିଟାଲ। ଏଇଟା ଶୋ କରୁଛି କି ଆପଣ ପାଷ୍ଟ କୁ ଛାଡିକି ଏବେ ଆଗକୁ ବଢିବେ ପାଷ୍ଟ କୁ ଜାବୁଡିକି ରଖନ୍ତୁ ନାହିଁ। କି ନାଇଁ ମୁଁ ଯଦି ଏଇଟା ଛାଡିଦେବି କଣ ହବ ସେ କଥା ମଧ୍ୟ ଚିନ୍ତା କରନ୍ତୁ ନାହିଁ। ଯୋଉଟା ଆପଣଙ୍କୁ ଡିଫିକଲ୍ଟି ଦଉଛି ଯୋଉଟା ଆପଣଙ୍କୁ ଷ୍ଟ୍ରେସ ଦଉଛି ସେଇ ସବୁ ମୁମେଣ୍ଟ ଗୁଡାକ ଆପଣ ଛାଡି ଦିଅନ୍ତୁ। ତାକୁ ଜାବୁଡିକି ଧରିବା କିଛି ଆବଶ୍ୟକତା ନାହିଁ। କୌଣସି ଜାଗାକୁ ମଧ୍ୟ ଆପଣ ଟ୍ରାଭେଲ କରିପାରନ୍ତି। କିଛି ଗୋଟେ ସ୍ଥାନରୁ ଆଉ ଗୋଟେ ସ୍ଥାନକୁ ମଧ୍ୟ ଯାଇପାରନ୍ତି। ଦୁନିଆରେ ଆହୁରି ଅନେକ କିଛି ଆପଣ ଦେଖିବେ ଶିଖିବେ ଆଉ ଅନୁଭବ ମଧ୍ୟ କରିବେ। ତ ଯଦି ହାର ମାନିଗଲଣି ହାର ମାନନ୍ତୁ ନାହିଁ ୟୁନିଭର୍ସ ଆପଣଙ୍କ ସହିତ ଅଛି। ବର୍ତ୍ତମାନର ଯୋଉ ଜୀବନକୁ ନେଇ ଆପଣ ଯଦି ଷ୍ଟ୍ରେସ ଫିଲ୍ କରୁଛନ୍ତି ଆପଣ ଖୁସି ନାହାନ୍ତି ତାହେଲେ ଆଶା ଛାଡନ୍ତୁ ନାହିଁ କାରଣ ପଜିଟିଭ ଦିଗରେ ଆପଣ ଆଗକୁ ବଢିବାରେ ଶୋ କରୁଛି। ଭବିଷ୍ୟତ ଆପଣଙ୍କ ପାଇଁ ଅଧିକ ଯେମିତି ବ୍ରାଇଟନେସ୍ ନେଇକି ଆସିବ ଆପଣଙ୍କୁ ଗୋଟେ ପଜିଟିଭ ରାସ୍ତାରେ ଆଗକୁ ନବ। ନିଜର ମନର କଥା ଶୁଣନ୍ତୁ ଯାହା ସତରେ ଇଚ୍ଛା କରୁଛନ୍ତି ସେଇଥିରେ ଆପଣ ଆଗକୁ ବଢନ୍ତୁ। ବଟମ ଅଫ ଡେକ୍ ଶୋ କରୁଛି ଆପଣଙ୍କୁ କିଛି ଖୁସି ମିଳିବ କିଛି ସେଲିବ୍ରେସନ ଆପଣ କରିପାରନ୍ତି। ଆଉ ଆପଣଙ୍କ ଲୋକଙ୍କ ସହିତ ଗେଟ ଟୁଗେଦର ମଧ୍ୟ ହୋଇପାରେ। ନିଜ ଫ୍ୟାମିଲି ହୁଅନ୍ତୁ ଫ୍ରେଣ୍ଡ ହୁଅନ୍ତୁ ରିଲେଟିଭସ ହୁଅନ୍ତୁ ସେମାନଙ୍କ ସହିତ ଆପଣଙ୍କର ଟାଇମ ଭଲସେ ବିତିବ। ଆପଣ ଗୋଟେ ହାପିନେସ ଟାଇମ ଫିଲ୍ କରିବାକୁ ଯାଉଛନ୍ତି ଆପଣଙ୍କର ଖୁସିର ଟାଇମ ମଧ୍ୟ ଶୋ କରୁଛି। କୌଣସି ଜାଗାରେ ଗୋଟେ ସୋସିଆଲ ଗ୍ୟାଦରିଂ କି ସମସ୍ତେ ଏକଜୁଟ ହେଇଛନ୍ତି ଆପଣ ମଧ୍ୟ ତାର ପାର୍ଟ ହେଇପାରନ୍ତି। କୌଣସି ଜାଗାରେ ଦେଖଉଛି ଆପଣ ପ୍ରେଗନେନ୍ସି ରିଲେଟେଡ କିଛି ଗୁଡ ନିଉଜ ଆପଣଙ୍କୁ ମିଳିପାରେ। ପୁରୁଣା ଯଦି ଆପଣ ହେଲ୍ଥ ଇସ୍ୟୁ ରହିଛି ସେଥିରେ ମଧ୍ୟ ଆପଣଙ୍କର ସୁଧାର ଆସିବ। ମନରେ ଶାନ୍ତି ଫେରି ଆସିବ।
ଜୀବନ ମଧ୍ୟ ଗୋଟେ ବାଲାନ୍ସିଂ ଷ୍ଟେଟରେ ରହିବ। କୌଣସି ଆପଣ ମ୍ୟାରେଜ ପାର୍ଟି ହଉ କି ନେମ୍ ସେରିମନି ହଉ ବା କୌଣସି ଶୁଭ କାମରେ ଆପଣ ଯୋଗଦାନ ଦେବାର ମଧ୍ୟ ଶୋ କରୁଛି। ଯେହେତୁ ଏଇଟା ସ୍ପେଶାଲ ରିଡିଂ ଅଛି, ଆପଣଙ୍କ ପାଇଁ ଆହୁରି କାର୍ଡର ମେସେଜେସ୍ ମୁଁ ନେଇ ଆସିଛି, ଚାଲନ୍ତୁ ଦେଖିଦବା। ଆପଣଙ୍କର କାର୍ଡ ଶୋ କରୁଛି ଯେ ଆପଣ ସମସ୍ତଙ୍କ ସହିତ କୋଅପରେଟ କରିକି ଆଗକୁ ବଢନ୍ତୁ। ଆପଣଙ୍କ ପାଖରେ ସବୁର ଟ୍ୟାଲେଣ୍ଟ ଅଛି। ସେ ଟ୍ୟାଲେଣ୍ଟ ଯେମିତି ଅନ୍ୟମାନଙ୍କର ହେଲ୍ପ ହେଇପାରିବ ଆଉ ଆପଣଙ୍କର ନିଜର ହେଲ୍ପ ହେଇପାରିବ, ସେଇଟା ମଧ୍ୟ ଭାବିକି ଆଗକୁ ବଢନ୍ତୁ ଆଉ ମିଳିମିଶି ରୁହନ୍ତୁ। କାର୍ଡ ଶୋ କରୁଛି ମାଇଣ୍ଡ। ଦେଖନ୍ତୁ ମାଇଣ୍ଡରେ ଆପଣ କେତେ ନେଗେଟିଭିଟି ସବୁ ରଖିଛନ୍ତି। ଯେମିତି ଦେଖିପାରିବେ ପୁରୁଣା ସିଡି, ସ୍କ୍ରୁ, ବ୍ରିକ୍ସ ଏ ସବୁ ଶୋ କରୁଛି। ମାନେ ଯଦି ମାଇଣ୍ଡରେ ଏତେ ସବୁ ଆପଣ କଚରା ରଖିବେ, ତାହେଲେ ଭାବନ୍ତୁ ଆପଣ କୋଉ ଟାଇପ ର ଷ୍ଟ୍ରେସ ରେ ରହିବେ। ଯାହାର କିଛି ଦରକାର ବି ନାହିଁ, ଆପଣ ସେଇ କଥା ଗୁଡାକୁ ଇମ୍ପୋର୍ଟାଣ୍ଟ ଦେଇକି ମାଇଣ୍ଡରେ ରଖୁଛନ୍ତି। ତ ମାଇଣ୍ଡରେ ଖାଲି ସ୍ପେସ୍ ନାହିଁ ଭଲ ଜିନିଷ ଆସିବାକୁ, ସେଥିପାଇଁ ଆପଣ ଷ୍ଟ୍ରେସ ଫିଲ୍ କରୁଛନ୍ତି। ଆପଣଙ୍କ ସହିତ ଖରାପ ହେଇଛି ନା, ତାକୁ ଛାଡି ଦିଅନ୍ତୁ। ହଁ ଖରାପ ହେଇଛି, ମୁଁ ତାକୁ ମୋ ମାଇଣ୍ଡରେ ଆଉ ପ୍ଲେସ୍ ଦେବିନି କି କୌଣସି ପ୍ରକାର ସ୍ପେସ୍ ନେଗେଟିଭିଟି କୁ ଦିଅନ୍ତୁନି। ନିଜ ମନକୁ ଶାନ୍ତ କରନ୍ତୁ। ଯେତେବେଳେ ଆପଣଙ୍କ ମନ ଶାନ୍ତ ରହିବ, ସେତେବେଳେ ଆପଣ ଗୋଟେ ଠିକ ରାସ୍ତା ଦେଖିପାରିବେ, ଗୋଟେ ସତ ରାସ୍ତାରେ ଯାଇପାରିବେ। ମୁଁ କହୁନି ଯେ ଆପଣ ଏମିତି ହିଁ ଏଇ କଥା ଗୁଡାକୁ ଇସ୍ୟୁ କରିକି ବସିଛନ୍ତି। ଆପଣ ଏଥିପାଇଁ କରୁଛନ୍ତି ସେଗୁଡା ଆପଣଙ୍କୁ କଷ୍ଟ ହଉଛି, କିନ୍ତୁ କଷ୍ଟ ହବା ଦ୍ଵାରା କେତେ ଇମେଜ ଖରାପ ହଉଛି ଆପଣ ଜାଣିପାରୁଛନ୍ତି, କେତେ ନେଗେଟିଭିଟିରେ ଆପଣ ଅଛନ୍ତି। ପ୍ଲିଜ ଯଦି ବି ଆପଣ ଷ୍ଟ୍ରେସ ରେ ଅଛନ୍ତି, ନେଗେଟିଭିଟିକୁ ବାହାର କରନ୍ତୁ। ମୁଁ ଜାଣିଛି ଆପଣ ବହୁତ ବଢିଆ ପର୍ସନ। ଯଦି ଆପଣ ଭଲ ପର୍ସନ ନଥାନ୍ତେ, ଏଇ ଚ୍ୟାନେଲ କେବେ ଭିଡିଓ ବି ଦେଖି ନଥାନ୍ତେ। ଆପଣ କୌଣସି ନାଚ ଗୀତ ଦେଖିଥାନ୍ତେ। ମାଇଣ୍ଡରୁ ଡିଲିଟ କରନ୍ତୁ, ଏବେ ଡିଲିଟ କରନ୍ତୁ। ଯଦି ଡିଲିଟ କରୁନାହାନ୍ତି, ପେନ୍ ପେପରରେ ଲେଖିକି ତାକୁ ଚିରି ଦିଅନ୍ତୁ। ମାଇଣ୍ଡ କୁ ଖାଲି କରନ୍ତୁ। ରିକ୍ୱେଷ୍ଟ ଏଇଟା ମୋର ଆପଣଙ୍କ ପାଇଁ। ନେଗେଟିଭିଟି ରଖନ୍ତୁନି। ନେଗେଟିଭ ରଖିବା ଦ୍ୱାରା ଆପଣଙ୍କ ସହିତ ଆପଣଙ୍କ ସରାଉଣ୍ଡିଂ ରେ ମଧ୍ୟ ନେଗେଟିଭ ଏନର୍ଜିର ଇଫେକ୍ଟ ପଡିବ। ଆପଣଙ୍କ ତରଫରୁ ମେସେଜ ଆସିଛି, ଲାଇଫରେ ଆପଣଙ୍କର ବହୁତ ସାରା ବ୍ୟାଡ ଚାପ୍ଟର ଅଛି, ସେଥିପାଇଁ ତ ଏନର୍ଜି ନେଗେଟିଭ ଦେଖେଇଲା। କିନ୍ତୁ ବାବା ବି ଆପଣଙ୍କୁ କହୁଛନ୍ତି, ଯଦି ଆପଣଙ୍କ ଲାଇଫରେ ବ୍ୟାଡ ଚାପ୍ଟର ଥିଲା, ତାହେଲେ ଆଶା ରଖନ୍ତୁ ଯେ ଭଲ ଚାପ୍ଟର ଆସିବ। ଯଦି ଜୀବନରେ ଖରାପ ଅଧ୍ୟାୟ ଅଛି, ଶେଷ ହବାକୁ ସେଗୁଡା ଯାଉଛି। ନୂଆ ଅଧ୍ୟାୟ, ଆଶା, ସଫଳତା ଓ ପଜିଟିଭ ପରିବର୍ତ୍ତନ ଆପଣଙ୍କ ଲାଇଫକୁ ନେଇକି ଆସୁଛି। ଆପଣ ପାଷ୍ଟ କୁ ଛାଡିକି ଫ୍ୟୁଚର କୁ ୱେଲକମ କରନ୍ତୁ। ଏଇଟା ଥିଲା ପାଇଲ୍ 2 ର ରିଡିଂ। ପସନ୍ଦ ଆସିଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିଦେବେ। ପାଖରେ ଥିବା ବେଲ୍ ଆଇକନ ଉପରେ କ୍ଲିକ୍ କରିଦେବେ। ବାଏ, ଟେକ୍ କେୟାର। ଚାଲନ୍ତୁ ଦେଖି ନବା ଏବେ ପାଇଲ୍ 3 ର ରିଡିଂ। ଫାର୍ଷ୍ଟ କାର୍ଡ 10 ଅଫ ୱାଣ୍ଡସ୍, ଯୋଉଟା କି ପାଇଲ୍ 2 ରେ ମଧ୍ୟ ଆସିଥିଲା, ଆପଣଙ୍କ କାର୍ଡରେ ମଧ୍ୟ ଆସିଛି। ଯୋଉଟା କି ଆପଣ ବହୁତ କିଛି ରେସ୍ପନ୍ସିବିଲିଟି ଆପଣଙ୍କ ଉପରେ ନେଇଯାଇଛନ୍ତି, ଯାହାଫଳରେ ଆପଣ ଷ୍ଟ୍ରେସଫୁଲ ଲାଇଫ ବଞ୍ଚୁଛନ୍ତି। ସମସ୍ତଙ୍କର ଭାର ଆପଣ ନିଜ କାନ୍ଧରେ ବୋହିକି ଆଗକୁ ନଉଛନ୍ତି, ଯୋଉଟା କି ସେ ଆପଣଙ୍କୁ ଟାୟାର୍ଡ କରୁଛି, ଯାହା ଆପଣଙ୍କୁ କଷ୍ଟ ଦଉଛି। କାମ ଆପଣ ସମାପ୍ତ କରିବା ଆପଣଙ୍କ ପାଇଁ ଡିଫିକଲ୍ଟି ହେଇପାରେ, କିନ୍ତୁ ଆପଣଙ୍କର ନିଶ୍ଚୟ ସେଇ ଟାଇମ ଆସିବ ଯୋଉଟା କି ଆପଣ ସକ୍ସେସର ସହିତ ସେଇଟାକୁ କମ୍ପ୍ଲିଟ କରିପାରିବେ। ଆପଣ କିନ୍ତୁ ଏହି ଯୋଉ କାମଟା ଆପଣ କରୁଛନ୍ତି, ସେଇଟା ଆପଣଙ୍କ ସ୍ୱାସ୍ଥ୍ୟ, ମାନସିକ ଚାପ ଓ ଚିନ୍ତାର କାରଣ ମଧ୍ୟ ହେଇପାରେ। ତେଣୁ କିଛି ଜିନିଷ ଅଛି ଆପଣ ଯୋଉଟାକୁ କରିଲେ କରିପାରିବେ, କିନ୍ତୁ କିଛି ଜିନିଷ ଯୋଉଟା କି ଆପଣ ଛାଡିଲେ ବି ସେ କାମ ହେଇପାରିବ। ତ ସେଗୁଡାକ ଆପଣ ନିଜେ ବର୍ଡନ ସବୁ ନିଅନ୍ତୁନି, ଆପଣ ନିଜେ ଷ୍ଟ୍ରେସ୍ ଫ୍ରି ରହିବାକୁ ଚେଷ୍ଟା କରନ୍ତୁ। ସମସ୍ତଙ୍କ ବର୍ଡନ ନିଜେ ବୋହିବାକୁ ଦୁନିଆକୁ ଆସିନାହାନ୍ତି। ଯଦି ସମସ୍ତଙ୍କର ବର୍ଡନ ନିଜେ ବୋହୁଛନ୍ତି, ତାହେଲେ ନିଜକୁ ବି ଖୁସି ଦିଅନ୍ତୁ, ନିଜକୁ ବି ଏ କଷ୍ଟରୁ ବାହାର କରନ୍ତୁ। ଆପଣ ବି ତ ଜଣେ ମଣିଷ, ଆପଣଙ୍କୁ ବି ତ କଷ୍ଟ ହଉଛି। କେତେ ଦିନ ଏମିତି କରୁଥିବେ? ତଥାପି ଯେତିକି କରିଛନ୍ତି, ଏବେ କିନ୍ତୁ ୟୁନିଭର୍ସ ତରଫରୁ ଗାଇଡାନ୍ସ ଆସିଯାଇଛି ଯେ ଏଇ ଯୋଉ ଚାପ୍ଟର, ଏଇ ଯୋଉ ଆପଣ ୱାର୍କ ପ୍ରେସରରେ ରହୁଥିଲେ, ୟାର ଏଣ୍ଡ ସମୟ ଆସିଯାଇଛି। ଏବେ ଆପଣ ସେଇ ଯେତିକି ୱାର୍କ ପ୍ରେସର, ଯେତିକି ଟେନସନରେ ରହୁଥିବେ, ତାର ପରିମାଣ ଏବେ ଧୀରେ ଧୀରେ କମିବାରେ ଲାଗିବ।
यूनिवर्स ऊपर ट्रस्ट करंतु इट ऑफ सोर्स इंडिकेट करूची आपन को लागुची आपन किछि जाल रे फसी जाइचंती आपन बाहर भी पारो नांती बहुत बाधार सम्मुखीन आपन होउचंती आपन निजको असह्य फील करूचंती किंतु एई कठिन परिस्थितिरु आपन को बाहरिबा पई पेशेंस दरकार सही ବାର ପାୱାର ମଧ୍ୟ ଅଧିକ କଲେ ଚଳିବ ଏଇ ଟାଇମରେ ଆଉ ନିରନ୍ତର ପ୍ରୟାସ କରନ୍ତୁ ଯଦି ଆପଣ ହାରି ଯାଉଛନ୍ତି ତାହେଲେ ଉଠନ୍ତୁ ପୁଣି ଆଗକୁ ବଢନ୍ତୁ ଯେତେ ଥର ଆପଣ ନିଜକୁ ଲୋୟର ଫିଲ୍ କରୁଛନ୍ତି ଆପଣ ନିଜକୁ ମୋଟିଭେଟ କରନ୍ତୁ ଆଉ ଆଗକୁ ବଢି ଚାଲନ୍ତୁ ସକ୍ସେସ ଅଛି କିନ୍ତୁ ଆମେ ଯଦି ପରିଶ୍ରମ ରାସ୍ତାରେ ଆସିଯାଇଛେ ଆଉ ପରିଶ୍ରମ କରୁଛେ କିନ୍ତୁ ଆମକୁ ନେଗେଟିଭ ଏନର୍ଜି ଦ୍ୱାରା ଆମକୁ ଆଉ ଇଚ୍ଛା ହଉନି ଆମେ ହାର ମାନି ନଉଛେ ସେଇ ହାର ଆପଣ ମାନନ୍ତୁ ନାହିଁ ପଜିଟିଭ ଟାଇମ ଆସିବ ନିଜର ଲକ୍ଷ୍ୟ ପ୍ରତି ଆପଣ ପରିଶ୍ରମ କରିଚାଲନ୍ତୁ ଏଇ ଯୋଉ ଦେଖିବେ ଆପଣଙ୍କୁ ଏବେ ଯୋଉଟା ଲାଗୁଛି କି ମୁଁ ଆଗକୁ ବଢି ପାରୁନି ଆଗକୁ ବଢିବାରେ ବହୁତ ବାଧା ଆସୁଛି ସେଇ ବାଧା ଗୁଡାକ ଧୀରେ ଧୀରେ କମିଯିବ ଆଉ ପରିସ୍ଥିତିରେ ଆପଣଙ୍କର ସୁଧାର ଆସିବ ହାର ମାନନ୍ତୁ ନାହିଁ ହାଇ ପ୍ରେଷ୍ଟିଜ ଦେଖିବାକୁ ଗଲେ ଆପଣ ନିଜର ଏବେ ଇଣ୍ଟୁଇସନ ର କଥା ଶୁଣିବେ କିଛି ସିକ୍ରେଟ ଆପଣଙ୍କ ବିଷୟରେ କିଏ କହିଛନ୍ତି ସେଇଟା ଆପଣ ଜାଣିବାକୁ ପାଇବେ ଆଉ ନିଜର ବୁଦ୍ଧି କି ଠିକ ଭାବରେ ଆପଣ ୟୁଜ କରିପାରିବେ ନିଜର ଇଣ୍ଟୁଇସନ ଉପରେ ଭରସା ରଖନ୍ତୁ ଆପଣଙ୍କୁ ଯାହା ଡ୍ରିମ ଆସୁଛି ବା କିଛି ସଂକେତ ମିଳୁଛି ବା ୟୁନିଭର୍ସ କିଛି ଆପଣଙ୍କୁ ଜଣେଇବାକୁ ଚେଷ୍ଟା କରୁଛି ସେଇଟା ମଧ୍ୟ ଆପଣ ଧ୍ୟାନର ସହ ଦେଖିପାରିବେ ଆଉ ସିଏ ଆପଣଙ୍କୁ କୋଉଟା ଠିକ କୋଉଟା ଭୁଲ କେଉଁ ରାସ୍ତାରେ ଯିବ ସେଇଟା ଆପଣଙ୍କୁ ଗାଇଡ କରିଦେବେ ଲଭ୍ ଲାଇଫ ଦେଖିବାକୁ ଗଲେ ବହୁତ ଆଟ୍ରାକ୍ସନ ରହିବ ଆଉ ଆପଣ ଯଦି ରିଲେସନସିପ ରେ ଅଛନ୍ତି ମଧ୍ୟ ଆହୁରି ଆପଣଙ୍କ କନେକ୍ସନ ଡିପର ହବ ଆହୁରି ଷ୍ଟ୍ରଙ୍ଗ ହବାର ମଧ୍ୟ ଶୋ କରୁଛି କ୍ୟାରିୟର ଦିଗରେ ଦେଖିବାକୁ ଗଲେ ଆପଣଙ୍କୁ କିଛି ଭଲ ଅପରଚୁନିଟି ମିଳିପାରେ ଆପଣ ଯେମିତି କି ସଙ୍ଗୀତ ହଉ ଲେଖା ଲେଖି ହଉ ଏସବୁରେ ଯଦି ଯୋଉମାନଙ୍କର ରୁଚି ଅଛି ଏଇଟା ବହୁତ ବଢିଆ କାର୍ଡ ଶୋ କରୁଛି ଆପଣ ଆଗକୁ ବଢି ପାରିବେ ଆପଣ କୁ ଗୋଟେ ଭଲ ଟିଚର ମିଳିପାରନ୍ତି ଭଲ ଗାଇଡ ମିଳିପାରନ୍ତି ଯାହାଙ୍କ କଥାରେ ଆପଣ ଆଉ ଥରେ ମଧ୍ୟ ଆଗକୁ ବଢିବେ ଆଉ ନିଜ ଭିତର ମନକୁ ଷ୍ଟ୍ରଙ୍ଗ କରିପାରିବେ ନିଜର ଫାଇନାନ୍ସିଆଲ କଣ୍ଡିସନ କାହା ସହିତ ସେୟାର କରନ୍ତୁ ନାହିଁ କେବଳ ଯୋଉମାନେ ଆପଣଙ୍କ ଲାଇଫରେ ବହୁତ ଇମ୍ପୋର୍ଟାଣ୍ଟ ସହିତ ସେୟାର କଲେ ଚଳିବ ଯଦି ଆପଣଙ୍କର ଫାଇନାନ୍ସିଆଲ କଣ୍ଡିସନ ସମସ୍ତଙ୍କ ସହିତ ସେୟାର କରିଦଉଛନ୍ତି ତାହେଲେ ସେଇଟା ବନ୍ଦ କରନ୍ତୁ ୟୁନିଭର୍ସ ତରଫରୁ ଗାଇଡାନ୍ସ ଆସିଛି ହେଲ୍ଥ ରିଲେଟେଡ ଦେଖିବାକୁ ଗଲେ ଆପଣ ଯଦି ବଡିରେ କିଛି ପେନ୍ ହଉଛି କଷ୍ଟ ହଉଛି ତାକୁ ଇଗ୍ନୋର କରନ୍ତୁ ନାହିଁ ତାର ଟ୍ରିଟମେଣ୍ଟ ନିଅନ୍ତୁ ଯଦି ଆପଣଙ୍କ ହେଲ୍ଥ ପ୍ରତି କେହି ସଜାଗ ନାହାନ୍ତି ତାହେଲେ ଆପଣ ନିଜେ ନିଜର ହେଲ୍ଥକୁ ଇମ୍ପୋର୍ଟାନ୍ସ ଦିଅନ୍ତୁ ଏଇଟା ପ୍ରେଗନେନ୍ସିର କାର୍ଡ ମଧ୍ୟ ଶୋ କରିପାରୁଛି ଆପଣ ଯୋଉ ମାନସିକ ଷ୍ଟ୍ରେସ ରେ ଥିଲେ ଏବେ ବାଲାନ୍ସ ଷ୍ଟେଜକୁ ମଧ୍ୟ ଆସିପାରିବ ଆପଣ ଆଧ୍ୟାତ୍ମିକ ଦିଗରେ ବହୁତ ଅଗ୍ରସର ହେବେ ଆଗକୁ ବଢିବେ ଧ୍ୟାନ ପ୍ରାର୍ଥନା ଓ ନିଜର ଇଣ୍ଟୁସନ ସହିତ ଆପଣ ଗୋଟେ କମ୍ୟୁନିକେସନ ଷ୍ଟାର୍ଟ କରିବେ ଯୋଉଟା କି ଆପଣଙ୍କୁ ବହୁତ ପ୍ରଫିଟେବୁଲ ହବ ଧୀରେ ଧୀରେ ଦେଖିବାକୁ ଗଲେ ଆପଣ ନିଜେ ଜାଣିପାରିବେ ଯେ ଆପଣ ଯୋଉ ଈଶ୍ୱରଙ୍କ ପ୍ରତି ଆହୁରି ବିଶ୍ୱାସ ଆପଣଙ୍କର ବଢିଯିବ ବଟମ ଅଫ ଡେକ୍ ପେଜ ଅଫ ଫଣ୍ଡ ଶୋ କରୁଛି ଆପଣ ଟ୍ରାଭେଲ ଆପଣଙ୍କୁ ବହୁତ ପସନ୍ଦ ଆପଣ ବହୁତ ପରିଶ୍ରମୀ ମଧ୍ୟ ବହୁତ ଉତ୍ସାହୀ ନୂଆ ନୂଆ କଥା ଶିଖିବାକୁ ଆପଣ ବହୁତ ଇଚ୍ଛା କରନ୍ତି ପରିସ୍ଥିତି ଅନୁଯାୟୀ ନିଜକୁ ମଧ୍ୟ ଚେଞ୍ଜ କରିପାରନ୍ତି କୋଉ ସିଚୁଏସନ ରେ କେମିତି ରହିବା ଦରକାର ସେଇଟା ଆପଣ ବହୁତ ଭଲସେ ଜାଣିପାରନ୍ତି କିନ୍ତୁ କେବେ କେବେ ଭାବିବା ପୂର୍ବରୁ ଆପଣ ନିଷ୍ପତ୍ତି ନେଇପାରନ୍ତି ଆଉ ତୁରନ୍ତ କାମ କରିଦିଅନ୍ତି ତ ଟିକେ ଭାବିଚିନ୍ତି କି କାମ କରନ୍ତୁ କୌଣସି ଗୁଡ ନ୍ୟୁଜ ଆପଣଙ୍କୁ ମିଳିପାରେ ନୂଆ ଅପରଚୁନିଟି ମିଳିପାରେ ଆପଣ ବହୁତ ସ୍ପିଡ ରେ ସବୁ କିଛି କରିପାରନ୍ତି ଦେଖିବାକୁ ଗଲେ ଆପଣ ଗୋଟେ କାମରେ ଗୋଟେ ଲଙ୍ଗ ପିରିୟଡ ପାଇଁ ଆପଣ ଧ୍ୟାନ ଦେଇପାରନ୍ତି ନାହିଁ ଆପଣ ମାଇଣ୍ଡ ଏପଟ ସେପଟ ହୁଏ ଆପଣ ନିଜ ଲକ୍ଷ୍ୟ ସ୍ଥଳରୁ ମଧ୍ୟ ପାଖକୁ ଯାଉଥିଲେ ମଧ୍ୟ ପୁଣି ପଛକୁ ଫେରି ଆସନ୍ତି ଆଉ ସହଜରେ ବିରକ୍ତି ମଧ୍ୟ ହୋଇଯାଆନ୍ତି ତ ତା ଉପରେ ଆପଣଙ୍କୁ ଟିକେ କାମ କରିବାକୁ ପଡିବ ନିଜର ଏଫର୍ଟସ ନିଜର ଲକ୍ଷ୍ୟକୁ ଆଗରେ ରଖିକି ଆପଣଙ୍କୁ ଯେତିକି ପରିଶ୍ରମ କରିବା କଥା ଆପଣ ସେଇଟା କରନ୍ତୁ ଆଉ ଯଦି ଆପଣ ଇଜିଲି ବୋର ହେଇଯାଉଛନ୍ତି ତାହେଲେ ନିଜର ଧ୍ୟାନ କେମିତି ବଢିବ ସେଥିପ୍ରତି କାମ କରନ୍ତୁ
ଯେହେତୁ ଏଇଟା ସ୍ପେଶାଲ ରିଡିଂ ଥିଲା, ଆହୁରି ଏକ୍ସଟ୍ରା କାର୍ଡ ଅଛି ଯାହାର ମେସେଜ ମୁଁ ଆପଣଙ୍କୁ ଦବାକୁ ଯାଉଛି। ଫାର୍ଷ୍ଟ ଏଇଟା ଆସିଯିବ ଆପଣଙ୍କର କି ମୁଁ ନିଜ ସହିତ ଦୟା ଦେଖେଇବା ସହିତ ଅନ୍ୟମାନଙ୍କୁ ମଧ୍ୟ ଦୟା ଦେଖାଇବି। ଏଇଟା ଆପଣ ଚାହିଁଲେ ଡେଲି ଡେଲି ପ୍ରାକ୍ଟିସ କରିପାରନ୍ତି। ଆଇ ଏମ୍ କାଇଣ୍ଡ ଟୁ ମାଇସେଲ୍ଫ ଆଣ୍ଡ ଅଦର୍ସ। ଦେଖନ୍ତୁ ଯେତେ ଜଲ୍ଦି ଆପଣ ନେଗେଟିଭିଟିକୁ ଛାଡିବେ, ହିଲିଂ ର କାର୍ଡ ଆସିଛି। ଯେମିତି ଆମକୁ କଷ୍ଟ ହୁଏ ବା କିଛି ଆଘାତ ହେଇଯାଏ, ଡକ୍ଟର ଆମକୁ ମେଡିସିନ ଦିଏ, ଆପଣ ସେଇ ହିଲିଂ ପ୍ରୋସେସରେ ଆପଣଙ୍କୁ ଏବେ ଯେତେ କଷ୍ଟ ହଉଛି ଆପଣ ନିଜେ ନିଜକୁ ହିଲ୍ କରିପାରିବେ, ଆଉ ଗୋଟେ ପଜିଟିଭ ଡିରେକ୍ସନରେ ମଧ୍ୟ ଆପଣ ଯିବେ। ବାବାଙ୍କ ତରଫରୁ ମେସେଜ ଆସିଛି, ବାବା ଆପଣଙ୍କୁ ଠିକ ରାସ୍ତା ଦେଖେଇ ଦେବେ, କିନ୍ତୁ ସେଇ ରାସ୍ତାରେ ଆପଣଙ୍କୁ ଏକୁଟିଆ ଯିବାକୁ ପଡିବ। ଆଉ ଆପଣ ଫିଲ୍ କରିବେ ଯେ ନାଇଁ ୟୁନିଭର୍ସ ମୋ ସହିତ ଅଛନ୍ତି, ଭଗବାନ ମୋ ସହିତ ଅଛନ୍ତି, କିନ୍ତୁ ଆପଣ ଏବେ ସେଇ ଜାଗାକୁ ଏକା ଯିବେ ଆଉ ଆଗକୁ ମଧ୍ୟ ବଢିବେ। ଏଇଟା ଥିଲା ପାଇଲ୍ 3 ର ରିଡିଂ। ପସନ୍ଦ ଆସିଥିଲେ ଲାଇକ୍, ସେୟାର ଆଉ ସବସ୍କ୍ରାଇବ କରିଦେବେ, ପାଖରେ ଥିବା ବେଲ ଆଇକନ ଉପରେ କ୍ଲିକ କରିଦେବେ। ବାଏ, ଟେକ୍ କେୟାର।